জয় জগন্নাথ। জয় জগন্নাথ। শুভ সকাଳ। ବନ୍ଧୁମାନେ, ସଦାସର୍ବଦା ଖୁସିରେ ଶାନ୍ତିରେ ରହିବା ପାଇଁ କିଛି କଥା, ଗୁରୁତ୍ୱପୂର୍ଣ୍ଣ ଉପାୟ ମୁଁ ଆପଣଙ୍କ ପାଖରେ କହିବାକୁ ଇଚ୍ଛା ପ୍ରକାଶ କରୁଛି। ବନ୍ଧୁମାନେ, ସର୍ବପ୍ରଥମେ ମନକୁ ସଫା ରଖନ୍ତୁ, ମନକୁ କ୍ଲିନ୍ ସଫା ରଖନ୍ତୁ, ହୃଦୟ ମନକୁ ସଫା ରଖନ୍ତୁ। ଦେନ୍ ଅଧିକ ଚିନ୍ତା, ଈର୍ଷା, ରାଗ ଏସବୁକୁ ଧୀରେ ଧୀରେ ଛାଡ଼ିବା ଶିଖନ୍ତୁ। ସେଥିରେ ମନ ଦୁଃଖ କରିବାର ଆଦୌ ଦରକାର ନାହିଁ। ମନ ଦୁଃଖ କରିବା କିଛି ଆବଶ୍ୟକ ନାହିଁ। ଯେଉଁ ରାଗ କ୍ରୋଧ ଏସବୁ ଜିନିଷକୁ ପରିତ୍ୟାଗ କରନ୍ତୁ। ବନ୍ଧୁମାନେ, ଆମ ପାଖରେ ଯାହା କିଛି ଅଛି, ବିଶେଷ କରି ସ୍ୱାସ୍ଥ୍ୟ, ପରିବାର, ଖାଦ୍ୟ ଗୁଡ଼ିକ ପାଇଁ ପ୍ରତିଦିନ ଧ୍ୟାନ ଦିଅନ୍ତୁ। ବନ୍ଧୁମାନେ, ଭଲ ସମ୍ପର୍କ ରଖନ୍ତୁ। ବିଶେଷ କରି ଭଲ ସମ୍ପର୍କ ପରିବାର ଓ ବନ୍ଧୁମାନଙ୍କ ସହ ସମୟ କାଟନ୍ତୁ। ଭଲ କଥାବାର୍ତ୍ତା, ହସ ଏସବୁ ମନକୁ ଶାନ୍ତି କରେ। ଶରୀର ଓ ମନର ଯତ୍ନ ନିଅନ୍ତୁ। ଆମ ଶରୀର, ଆମେ ଯେଉଁ ଜନ୍ମ ନେଇଛୁ, ଆମର ତ ଶରୀର ଗୋଟେ ବାପା ମାଠୁ ଆମେ ଯେଉଁ ଜନ୍ମ ନେଇଛୁ, ଆମ ଶରୀର ତ ଶରୀର ଯେଉଁ ହୃଦୟଟା, ତାର ପୁଣି ତ ମନ ଗୋଟେ ଅଛି। ବିଶେଷ କରି କହିବା ପାଇଁ ଗଲେ ନିୟମିତ ଘୁମ, ସହଜ ଖାଦ୍ୟ, ଅଳ୍ପ ଅଭ୍ୟାସ ଏସବୁ ଖୁସି ରହିବାର ଆଧାର। ଖୁସିରେ କେମିତି ରହିବ, ୟାର ଆଧାର ତ ଗୋଟେ କହିବା ପାଇଁ ଗଲେ। ଆଉ ବିଶେଷ କଥା ବନ୍ଧୁମାନେ, ମୁଁ ଆପଣଙ୍କର ଏତିକି କହୁଛି ଯେ ମୁଁ କହୁନି ଯେ ଆପଣମାନେ ଧ୍ୟାନ କରନ୍ତୁ, ପ୍ରାର୍ଥନା କରନ୍ତୁ, କହୁନି। 24 ଘଣ୍ଟା, ଗୋଟେ ଦିନ ଯେଉଁ ଆମେ 24 ଘଣ୍ଟା ଭିତରେ ଆପଣମାନେ ବେଶୀ ନୁହଁ 5ରୁ 10 ମିନିଟ୍ ଶାନ୍ତିରେ ବସି ଟିକେ ଧ୍ୟାନ କରନ୍ତୁ। ଯେଉଁ ସଂସାରକୁ ଆମକୁ ଆଜି ଯେଉଁ ବିଶେଷ କରି କହିବା ପାଇଁ ଗଲେ ଯାହାଙ୍କ ପାଇଁ ଆମେ ଆଜି ଦୁନିଆ ବଡ଼ ଦାଣ୍ଡରେ ପାଦ ରଖି ଚାଲୁଛୁ, ତାଙ୍କରି ବିଷୟରେ 5-10 ମିନିଟ୍ ପ୍ରତିଦିନ ଧ୍ୟାନ କରନ୍ତୁ। ସମୟ ସୀମା କିଛି ଆବଶ୍ୟକ ନାହିଁ। ଏତିକି ଆପଣମାନେ କଲେ, ମୁଁ ଏତିକି ଆପଣମାନଙ୍କ ପାଖରେ କହୁଛି, ଆପଣମାନଙ୍କ ଦିନ ବହୁତ ଖୁସିରେ, ସୁଖରେ, ଶାନ୍ତିରେ ବିତିଯିବ। ତ ସାର କଥା ଯେଉଁଟା କୁହାଯାଏ, ଖୁସି ବାହାରେ ନୁହଁ ଆଜ୍ଞା, ଆମ ମନ ଭିତରେ, ଆମ ହୃଦୟ ଭିତରେ। ମନକୁ ଯଦି ଶାନ୍ତ ରଖିପାରିଲ ନା, ଜୀବନ ଆପେ ଆପେ ଖୁସି ହେଇଯିବ। ଜୀବନଟା ଆପେ ଆପେ ଖୁସି ହେଇଯିବ। ତ ବିଶେଷ କରି କହିବା ପାଇଁ ଗଲେ ବନ୍ଧୁମାନେ, ମୁଁ ସର୍ବଶେଷରେ ଏତିକି କହୁଛି, ପିଲାମାନଙ୍କର ଭବିଷ୍ୟତ ସହିତ ଆପଣମାନେ ଖେଳନ୍ତୁ ନାହିଁ। ଛୋଟ ଛୋଟ କୁନି ପିଲାମାନେ ଆମ ଦେଶର ନାଗରିକ। ଆଜି ନୂଆ ଦିନ ଆସିବ, ସେମାନେ ନିଶ୍ଚିତ ଦିନେ ବଡ଼ ମଣିଷଟେ ହେବେ। ଦିନେ ବଡ଼ ହେବେ, ବଡ଼ ହେଇ ଏଇ ଗାଁ ମାଟି ପାଇଁ ସେମାନେ କିଛି ନିଶ୍ଚିତ କରିବେ। ତେଣୁ ଶେଷରେ ଏତିକି କହି ରହୁଛି, ସମସ୍ତ ଓଡ଼ିଶାବାସୀ ସ୍କୁଲ କଲେଜ ଭିତରେ ଯେଉଁ ଶିକ୍ଷା ପ୍ରଦାନ କରୁଛନ୍ତି, ଶିକ୍ଷା ଦେଉଛନ୍ତି ପିଲାମାନଙ୍କୁ, ଛୋଟ ଛୋଟ ପିଲାମାନଙ୍କୁ କଲେଜ ଠୁ ଆରମ୍ଭ କରି ଯେଉଁ ସ୍କୁଲ କଲେଜରେ ମଧ୍ୟ ଯେଉଁମାନେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯେଉଁ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି, ଦୟାକରି ପ୍ରତିଦିନ ପିଲାମାନଙ୍କୁ ଏମିତି କିଛି ଶିକ୍ଷା ଦିଅନ୍ତୁ, ଯେଉଁ ଶିକ୍ଷା ପାଇ ଯେଉଁ କଥାଟି ଆପଣଙ୍କଠୁ ନେଇ ସେ କଥାଟି ଯେମିତି ଗ୍ରହଣଯୋଗ୍ୟ ହୋଇଥିବ। ଦେନ୍ ସେମାନେ ଦିନ ଆସିବ, ନିଶ୍ଚିତ ଆପଣମାନଙ୍କୁ ଯେଉଁ ଜାଗାରେ ଦେଖିଲେ ନିଶ୍ଚିତ ପାଦରୁ ମୁଣ୍ଡିଆଟେ ମାରିବେ। ଶେଷରେ ଏତିକି କହି ମୁଁ ଆଜିର এই ସକାଳର ଭିଡ଼ିଓଟି ଶେଷ କରୁଛି। ପୁଣି କେଉଁ ଜାଗାରେ କେତେବେଳେ ପହଞ୍ଚିଲେ ମୁଁ ନିଶ୍ଚିତ ଜଣାଇବି। ଧନ୍ୟବାଦ। ଜୟ ଜଗନ୍ନାଥ।